सागर कुमार आपण एकमात्र पुत्र यह सत किंतु आपण बड़ भौणी जिते बेले आर पारी को चली गले बड़ भौणी आपण भणजा को एई मणिपुर राज्यर अधे संपत्ति अधे राज्यर राजा करिवार उद्देश्य रे मो सहित से दिन आलोचना करथिले से कथा केमिति विचार करिवे जहा आपण निष्पत्ति महाराज जहा आपण निष्पत्ति महामंत्री तुम कौन कहबा को जाउछो किछि बुझी पारुनी माछे उंडा कुमारा गरीला कोले कुंबरा रानी मां भाग्यवती के केले आनंद अपारा माछे उंडा कुमारा महामंत्री शुणिली अच्छा नरेश शुणिली महामंत्री से बेलर कथा कहीं से समय मो महाराणी भाग्यवती गर्भरे कौन सन्तान भी जन्म हेउना ठीक से समय कथा कौन आज जान भाग्य को मो बड़ भौणी चंद्रावती मो भणजा तोफान को जन्म दे केवल 3 वर्ष होता से मो भौणीटा से मध्य सत्य रोगरे पड़ी से सबुदिन से पुल चली गला देखिली मो भणजा भी चित्कार करी कांदी उठुथिला ताहाकु मु सही न पारी ताकु मध्य मो कोला को ले आसिली आ मोरी लालन पालन करी छोटरू आजी ताहाकु मध्य बड़ करी सारिछि औ मोर चुरिता को बड़ पुत्र सम्मान भी दे सारिछि निश्चय देछन के राजा संपत्ति रो देव पाई मध्य निष्पत्ति दे सारिछि अच्छा अच्छा कोड करबी सही समय रे कोन जानिछ कोन सही सुजोग को मो महारानी भाग्यवती गर्भटा उदय हेला ए तो खुशी रो कथा महाराज ए तो हर्ष उल्लास रो कथा नहीं कहले की खुशी रो कथा नुहे ए हर्ष उल्लास रो कथा नुहे सेईटा गुटी दुखर कहानी काहिला से मध्य सागर को जन्म दे से मध्य सबुदिन पाई आरो पारी को चली गला सियारे चली गला मो बड़ भौणी चंद्रावती इयारे चली गला मो प्राण प्रिय भाग्यवती देखिला बेलको मु एकुटिया महामंत्री कौन करबी एतिरे आपनक मध्य यथा साध्य थिला तुम्हारी मध्य यथा साध्य थिला महामंत्री सब ऊपर वाला का करुणा
ସବୁ ସେଇ ଜଗତର ନାଥ ଜଗନ୍ନାଥଙ୍କ ସୁଧେ ମହାମନ୍ତ୍ରୀ କ୍ଷମା କରିବେ ମହାରାଜ। କ୍ଷମା? କହିବାକୁ ଗଲେ କଣ ହେଇଛି? ଏଇ ମଣିପୁର ରାଜ୍ୟର ଅଧେ ସମ୍ପତ୍ତିର ହକଦାର କିଏ? ଆପଣଙ୍କ ଭଣଜା ତୋଫାନ ବାବୁ। ନାଇଁ ମହାମନ୍ତ୍ରୀ ନାଇଁ, ସେତିକି ସମୟରେ ମୋ ମହାରାଣୀ ଭାଗ୍ୟବତୀ କିଛି ପୁତ୍ର ଜନ୍ମ ଦେଉନଥିଲା, ସେତିକି ବେଳେ ମୁଁ କଥା ଦେଇଥିଲି। ଏବେ ତ ବର୍ତ୍ତମାନ ମୋ ପୁତ୍ର ସାଗର ଜନ୍ମଗ୍ରହଣ କରିଛି, କାହିଁକି ମୁଁ ଏହି ମଣିପୁର ରାଜ୍ୟକୁ ଖଣ୍ଡ ବିଖଣ୍ଡ କରିବି? କେବେ ହେଲେ ମୁଁ ଭାଗ ଭାଗ କରିବାକୁ ଦେବି ନାହିଁ ମହାମନ୍ତ୍ରୀ। ତଥାପି ମହାରାଜ, ଏ? ତଥାପି ଆପଣ ତାଙ୍କୁ ଜ୍ୟେଷ୍ଠ ପୁତ୍ରର ମର୍ଯ୍ୟାଦା ଦେଇ ଆସିଛନ୍ତି। ଜଣେ ପିତାର କର୍ତ୍ତବ୍ୟ ଅନୁସାରେ ଦିନେ ହେଲେ ଅବହେଳା କରିନାହାନ୍ତି। ସାଗର ବାବୁକୁ ଯେମିତି ପାଠ ପଢାଉଛନ୍ତି ଠିକ ସେମିତି ତୋଫାନ ବାବୁକୁ ବି ପାଠ ପଢାଉଛନ୍ତି। ତୋଫାନ ବାବୁଙ୍କ ଭବିଷ୍ୟତ ଆପଣଙ୍କ ହସ୍ତରେ ମହାରାଜ, ଆପଣଙ୍କ ହସ୍ତରେ। ମହାମନ୍ତ୍ରୀ ଅଛନ ତମେ କଣ ଜାଣିନି? ନା ମୁଁ କିଛି ଜାଣିନି। ଜାଣିନି? ଆରେ ପୁତ୍ର ସାଗର ହେବ ମୋର ଏହି ମଣିପୁର ସାମ୍ରାଜ୍ୟରେ ରାଜା। ଆଉ ଭଣଜା ତୋଫାନକୁ କରାଇବି କଣ ଜାଣିଛ? କରାଇବ? ତାହାକୁ ମୁଁ ମନ୍ତ୍ରୀ ଉପରେ ଗ୍ରହଣ କରାଇବି। ମନ୍ତ୍ରୀ କରାଇବି। ଯାହା ଆପଣଙ୍କ ଇଚ୍ଛା ମଣିମା, କିନ୍ତୁ ଏ ବିଷୟରେ ସମସ୍ତ ମନ୍ତ୍ରୀ ପରିଷଦ ତଥା ପ୍ରଜାମାନଙ୍କ ସହିତ ଆଲୋଚନା କରିବା ମଧ୍ୟ ବିଧି। ରାଜକୁମାର ସାଗର ଆଉ ଆପଣଙ୍କ ଭଣଜା ତୋଫାନ ଦୁହେଁ ଦୁହିଁକୁ ବହୁତ ଭଲ ପାଆନ୍ତି। ମହାମନ୍ତ୍ରୀ ସେମାନେ ଏପର୍ଯ୍ୟନ୍ତ ଜାଣିନାହାନ୍ତି ଆମେ ମାମୁ ପୁଅ ପିଉସୀ ପୁଅ ବୋଲି। କିଛି ଜାଣିନି? ରାମ ଲକ୍ଷ୍ମଣ ଦୁଇ ଭାଇ ବୋଲି ସେମାନେ ଚଳି ଆସିଛନ୍ତି। ଏ ଦୁହେଁ ବିଦ୍ୟା ଅଧ୍ୟୟନ ସାରି ଗୃହକୁ ଫେରି ଆସିଲେଣି। ସତୀ ଆଚ୍ଛା ନରେଶ, ଉଚିତ କହିଛ ମନ୍ତ୍ରୀ, ଉଚିତ କହିଛ। ହେଲେ ମୁଁ ସେମାନଙ୍କ ପାଇଁ ଗୋଟିଏ ବିଚାର କରିବାକୁ ପଡିବ, କାହିଁକି ନା ଆଉ ସେ ବିଚାରଟା ହେଉଛି ଏହି ମଣିପୁର ସାମ୍ରାଜ୍ୟରେ କିଏ ହେବ ରାଜ୍ୟପାଳ ଯୋଗ୍ୟ ରାଜା ହେବା ପାଇଁ। ଆଚ୍ଛା ନରେଶ, ସେଇ ବିଚାର ପାଇଁ ମୁଁ ତୁମକୁ ଆଦେଶ କରୁଛି। ଠିକ ଅଛି। ତମେ ହିଁ ଠିକ ସମୟରେ ବିଚାର କରିବ ଆଉ ଠିକ ସମୟରେ ମୋତେ ଉଚିତ ନ୍ୟାୟ ଦେବ। ଆପଣଙ୍କ ଆଦେଶକୁ ନିଶ୍ଚିନ୍ତରେ ପାଳନ କରିବେ ମହାରାଜ। ଆପଣ ମନରେ ସନ୍ଦେହ ନ ରଖି ହୀରା ନୀଲା ବୈକୁଣ୍ଠ କିରାଟିରେ ନିର୍ମିତ ହୋଇଥିବା ଗଜରତ୍ନ ପଲଙ୍କରେ ନିଶ୍ଚୟ ମଣିୟନ୍ତୁ ରଚନ। ମୁଁ ଆପଣଙ୍କୁ ଉଚିତ ରାୟ ନିଶ୍ଚୟ ଦେବି ମହାମାନ୍ୟ, ନିଶ୍ଚୟ ଦେବି। ଠିକ ଅଛି ମହାମନ୍ତ୍ରୀ, ଠିକ ଅଛି। ତାହେଲେ ଆଉ ବିଳମ୍ବ କାହିଁକି? ଆଜିର ସଭା କାର୍ଯ୍ୟ ଆମେ ଏଠି ଥକିତ ରଖିବା, ପୁଣି ଆସନ୍ତାକାଲି ଆରମ୍ଭ କରିବା ଏହି ରାଜ୍ୟ ସଭା କାର୍ଯ୍ୟ। ଆଚ୍ଛା ଆଜ୍ଞା ନରେଶ, ଶିବାଦେବ ସେଇ ରାଜ୍ୟ ମହଲକୁ ଠିକ ଅଛି ମହାରାଜ। ଚାଲନ୍ତୁ। ଚାଲନ୍ତୁ।